ନନ୍ଦିତ ମେଦିନୀ ବିଶ୍ୱବିନୋଦିନୀ ନନ୍ଦିନୀ ତେ ଗିରିବର ବିନ୍ଦ୍ୟ ଶିରୋମଣି ବାସିନୀ ବିଷ୍ଣୁ ବିଳାସିନୀ ଜିଷ୍ଣୁ ନତେ ଭଗବତୀ ହେ ଶୀତ କଣ୍ଠ କୁଟୁମ୍ବିନୀ ଭୋରି କୃତେ ଜୟ ଜୟ ହେ ମହିଷାସୁର ମର୍ଦିନୀ ରମ୍ୟକପର୍ଦିନୀ ଶୈଳସୁତେ। ଜୟ ମା ଦୁର୍ଗା ଦେବୀ ନମଃ। ये तो धर्म्यमृतमिदं यत्तक्तं पयोपासते श्रद्धानं मत्परमा भक्तास्ते तीव मे प्रिया। जे श्रद्धाशील ओ मो परायण भक्त यही धर्ममय अमृतକୁ उत्तम रूपे सेवन କରନ୍ତି ସେମାନେ ମୋର ଅତୀବ ପ୍ରିୟ ଭକ୍ତ। ମୁଁ ତାଙ୍କର ସେମାନେ ମୋର। ଏହି କଥାକୁ ଗୀତାରେ ଶ୍ରୀକୃଷ୍ଣ ବାରମ୍ବାର ଅର୍ଜୁନକୁ କହିଛନ୍ତି। ହେ ଭକ୍ତ ସମାଜ, ଆପଣମାନେ ଏଥିରେ ନିଶ୍ଚିନ୍ତ ଧ୍ୟାନ ରଖନ୍ତୁ। ସେଥିରୁ ଯେଉଁ ଧନ ମିଳିବ ତାହା ଆପଣମାନଙ୍କ କାମରେ ଆସିବ। ସେଇଥିପାଇଁ ଭକ୍ତ କବି ମଧୁସୂଦନ ଦାସ ଲେଖିଛନ୍ତି, ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ନିଶ୍ଚିତ। କେ ଜାଣି କାହାର ମୃତ୍ୟୁକାଳ ଆସି ହୋଇଯିବ ଉପସ୍ଥିତ। ତେଣୁ ବାଲ୍ୟକାଳରୁ ଧର୍ମ ଧନ ସଞ୍ଚୟ କରନ୍ତୁ। ପିଲାଟିଏ ଜନ୍ମ ହେଲା ପରେ ତାକୁ ମୋହମାୟାରେ ଜଡ଼ିତ କରିବାକୁ ବିରୁଦ୍ଧ କରନ୍ତୁ। ମାୟା ରୂପକ ପଙ୍କରୁ ସେ କିପରି ଯେ ଧନ ରୂପକ ରତ୍ନକୁ ବାହାର କରିବ ସେଥିପାଇଁ ଧ୍ୟାନ ଦିଅନ୍ତୁ। ନହେଲେ ଆପଣଙ୍କ ଭଳି କଳୁଷିତ ହୋଇ କଳୁଷିତ ଜୀବନ ଯାପନ କରିବ। କୁସଂସ୍କାର ସହିତ ସଂସାରକୁ ଧ୍ୱଂସାଭିମୁଖୀ କରିବ। ସେଥିପାଇଁ ଆମେ ବିଷୟ ରଖିଛୁ। ପିଲା ଜନ୍ମ ହେଲେ ଲୋକେ ହସନ୍ତି କାହିଁକି? ଥରେ ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲେ, ଗୁରୁଦେବ, ଜନ୍ମ ହେଲେ ଲୋକେ ହସନ୍ତି କାହିଁକି? ଗୁରୁଦେବ କହିଲେ, ଜାଣିଛ, କାଲି ସୂର୍ଯ୍ୟ ଦେବତା ପଶ୍ଚିମ ଦିଗରେ ଉଦୟ ହେବେ। ପିଲାମାନେ ହସିଲେ। ଗୁରୁଦେବ କହିଲେ, ହସିଲ? ଶିଷ୍ୟମାନେ କହିଲେ, ଗୁରୁଦେବ, ଆପଣ ତ କହିଥିଲେ ପ୍ରକୃତିକୁ କେହି ଲଙ୍ଘନ କରିପାରିବେ ନାହିଁ। ମୁନି ଋଷି କେବେ ଭଗବାନ ହେବେନି କି ପଞ୍ଚାନନ ଓ ଷଢ଼ାନନ ବୁଲାଇବେନି। ତେବେ ଏଠି ପ୍ରକୃତରେ ପ୍ରକୃତିର ନିୟମକୁ ଉଲ୍ଲଂଘନ ହେଉଛି କାହିଁକି? ଗୁରୁଦେବ କହିଲେ, ତୁମେ ନିୟମକୁ ବୁଝୁଛ ତ? ଏ ନିୟମକୁ ବୁଝୁନ କିପରି? ବିଭିନ୍ନ ଯୁଗରେ ଲୋକମାନଙ୍କର ଭିନ୍ନ ଭିନ୍ନ ଆଚରଣ ରହିଛି। କଳି ଯୁଗର ଲୋକମାନଙ୍କର ଆଚରଣ କଳୁଷିତ। ତେଣୁ କଳିର ପ୍ରକୃତ ନିୟମ ଅନୁସାରେ ପ୍ରତ୍ୟେକ ମଣିଷ ମାୟା ଜର୍ଜରିତ ହୋଇ ଲୋଭ ମୋହ ଗର୍ବ ଧାରଣ କରିବେ। ତେଣୁ ପାପୀ ଭାବରେ ଅନେକ ଦୁଃଖ କଷ୍ଟ ହିଁ ପାଇବେ। ନୂଆ ଅତିଥି ସେଇ କଷ୍ଟରେ ଭାଗି ହେବାକୁ ଆସୁଥିବାର ଦେଖି ଲୋକେ ହସନ୍ତି। ପ୍ରାରବ୍ଧର ବୋଝକୁ ମୁଣ୍ଡେଇ ମୁଣ୍ଡେଇ ଯେତେବେଳେ ନୂଆ ଅତିଥିଟିଏ ଆସିଥାଏ, ଜଣେ ପିଲା ମାଡ଼ ଖାଇଥିବ, ଆଉ ଯେ ସବୁ ପିଲା ଥିବେ ସ୍କୁଲର, ସେମାନଙ୍କ ମଧ୍ୟରୁ ଯଦି ଆଉ ଜଣକୁ ମାଡ଼ ହେଇଗଲା, ପୂର୍ବରୁ ଯେ ପିଲାଟା ମାଡ଼ ଖାଇଥିବ ନା, ସିଏ ହସିବ, ମନେ ମନେ ହସିବ। ଯଦି ଜୋରସେ ନ ହସିବ
सेटा जेपरी ये जेतेबेले प्रारब्धर बुझको मुंडेई आसुची से प्रारब्ध बुझ अनुसार कई भी अंगहीन छोटा अंध कान माने विभिन्न प्रकार अंग गठन होता है भाग्य स्थिर होता है किए कौटी जन्म होबो तार केते धन मध्य जन्म होबो तार बापा माँ कि भलिया आइथिबे गरीब कि धन ए भलिया सब थाए तेणु सी तो जाऊना कहीं से प्रारब्धर बुझ को जिते मुंडे चली थाए से लोके हसती सेटा हूँ जन्म समय तेणु जन्म हेल्ले लोके हसती कहीं ए विषय मो ज्ञान जहाँ कहली विषय वस्तुर उत्तर तो देली माँ बापार जिते पुओ झीटी जन्म होउछि से माने बहुत खुशी होती बहुत किसी स्वप्न देखती मनरे असुमारी स्वप्न बही था अनेक जुआर कहार स्वप्न सत्य हुए तो कहार स्वप्न स्वप्न रे रही जाए तेणु यहाँ नहीं एक कविता शुणा रचना रवींद्र कुल्हारी कहीं कांदोछु मगेल्हा पुओ सुखी जाई अछि तो चंद्र मुह एमिति काहीं की कांदुछु कह झरी पड़ुअछि सुवर्ण लुह तू परा मंगा मौड़मणि दुनिया चिंता को नहीं छुकिनी दुनिया चिंता रे अधीर हुई नियो छाड़ी आजी कांदुछु तुही आसीबाकू अछि अनेक झड़ टाणकर मुंड पड़िब माड़ एबे अछि तोर वात्सल्य कूल सारी पका सबु लुहर माड़ बाल्यावस्था से हस खुशी रे कांदिवा को पड़े अझटटारे पाठ पढ़ा पाई पढ़ई छाट अझट होइले पढ़ई माड़ कैशोर अवस्था मरम घुणी किशोरी चिंतारे अधपतने मरमे करंती कांदंती केते लाज शरम को नियंती हाथे विवाह बंधन जेबे हुई दुनिया चिंता को मुंडे मुंडई संसार कौन जानिबो तुही घर भर निजर जे खेल खेलाई पर लागो थाए भारी निजर निजर निजको मणंती दूर मनर कथा को हृदय चापी हृदय हुई भारी उतापी आसी जाए असली परीक्षा बेल खेलिवाकू हुए संसार खेल कांदिले पाखकू न आसे केही चारिपटे देखा जाए घाई धन थिले हेबु सबको प्रिय
ଦେଉଥିଲେ କରିବେ ତୋର ଜୟ, ପଢ଼ିଥିଲେ ପାଇବୁ ଉଚ୍ଚ ସମାନ, ଦୁନିଆ କରିବ ତୋର ଗାନ। ସାହସୀ ଲୋକ ତ ଶିଖର ଛୁଏଁ, ଖୋଜିଥିଲା ଲୋକ ନିଶ୍ଚିତ ପାଏ। ସମୟକୁ ବୁଝି ଯେ ଚାଲୁଥାଏ, ସମୟ ଖେଳରେ ସେ ଜିତି ଯାଏ। ଉଚ୍ଚ ବିଳାସ ଲକ୍ଷ୍ୟ ଧରାଇ, ଉଚ୍ଚ ଆଶା କଲେ ଭସ୍ମ କରାଏ। ପାଇବା ଆଶାରେ ନ କର କିଛି, କରୁଥିଲେ ନିଶ୍ଚୟ ପାଇବା ଅଛି। ଆଶା କରୁଥିଲେ ଅଶାନ୍ତି ଆସେ, ଆଶା ଛାଡ଼ିଦେଲେ ଶାନ୍ତି ବରସେ। କେଉଁ ଆଶା ରଖି କାନ୍ଦୁଛ ତୋହି, ବାଳୁତ ବୋଲିଣ ହେଉ କୋଳେଇ। ବୃଦ୍ଧ କାନ୍ଦଣାକୁ ପଚାରେ କିଏ, ନିୟତିର ଗତି ବିଚିତ୍ର ଥାଏ। କାହିଁକି କାନ୍ଦୁଛୁ ମୋ ଗେହ୍ଲା ପୁଅ, ଶୁଖି ଯାଇଅଛି ତ ଚନ୍ଦ୍ର ମୁହଁ। ଜୟ ଜଗନ୍ନାଥ।